ଜୟ ଜଗନ୍ନାଥ ଆଉ ଏକ ସୁନ୍ଦର ଭିଡ଼ିଓକୁ ମୁଁ ଆପଣଙ୍କୁ ଚାଲନ କରୁଛି। ଚାଲନ୍ତୁ ଭିଡ଼ିଓରେ ଆମେ ଦେଖିବା ପୁରୀର ପ୍ରସିଦ୍ଧ ଶୈବପୀଠ ଯେଉଁଟା ଜଗନ୍ନାଥ ମନ୍ଦିର। ଆପଣମାନେ ଜାଣିପାରିଥିବେ ଜଗନ୍ନାଥ ମନ୍ଦିରର ଯେଉଁ ରତ୍ନ ଭଣ୍ଡାରର ମାଲିକ ହେଉଛନ୍ତି ବା ଜଗୁଆଳି ହେଉଛନ୍ତି ପ୍ରଭୁ ଶ୍ରୀ ଲୋକନାଥ। ତେଣୁ ସେହି ଲୋକନାଥ ମନ୍ଦିରକୁ ଚାଲନ୍ତୁ ଆମେ ଯିବା ଦର୍ଶନ କରିବା। ଯାଇପାରିବେନି କାହିଁକିନା ସେଠିକି ତ କ୍ୟାମେରା ଆଲାଉ ନାହିଁ। ତେଣୁ ବାହାରୁ ଯାହା ଆମେ ଦେଖିବା। ତେଣୁ ସେ ଭିତରକୁ କ୍ୟାମେରା ଆଲାଉ ନାହିଁ କି ମୋବାଇଲ ଆଲାଉ ନାହିଁ। ତେଣୁ ବାହାରେ ରଖିବାକୁ ପଡ଼େ। ଆଉ ଏଠି ଯଦି ଆପଣ ଲୋକନାଥ ମନ୍ଦିରକୁ ଯାଉଛନ୍ତି ତାହେଲେ ନିଜକୁ ଟିକେ ସଂଯମତା ବା ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। କାହିଁକିନା ବହୁତ ଏଠି ଠକିବା ପାଇଁ ଲୋକ ଅଛନ୍ତି। ଆପଣ ଠକାମିରେ ମଧ୍ୟ ଶିକାର ହୋଇପାରନ୍ତି। କାହିଁକିନା ଯେଉଁ ଭୋଗ ଦୀପ ଆପଣ କିଣିବେ ତାହା ମାନେ ଅନ୍ୟ ମନ୍ଦିର ତୁଳନାରେ ଏଠି 4-5 ଗୁଣା ରେଟ୍ରେ ଆପଣଙ୍କୁ କିଣିବାକୁ ପଡ଼େ। କାହିଁକିନା ଏଠି ବହୁତରେ ଅଧିକ ନିଅନ୍ତି। କ'ଣ ପାଇଁ ନିଅନ୍ତି ସେଇଟା ମୁଁ ତ କହିପାରିବିନି, କିନ୍ତୁ ଏଠି ବହୁତ ଅଧିକ ନିଅନ୍ତି। ତେଣୁ ସେଥିପାଇଁ ଆପଣମାନେ ନିହାତି ଯଦି ପାରିବେ ଯାଉଥିବା ଜାଗାରୁ ମଧ୍ୟ ଆପଣ ନେଇପାରିବେ, ଭୋଗ କିଣିକି ନେଇପାରିବେ। ଆଉ ମୋର ଯାହା ଅନୁଭୂତି, ପ୍ରାୟ 10 ବର୍ଷ ପରେ ମୁଁ ଏ ଜାଗାକୁ ଗଲି ବାବାଙ୍କ ଦର୍ଶନ କରିବାକୁ। କିନ୍ତୁ ମନ ବହୁତ ଭଲ ଲାଗିଲା। ବାବାଙ୍କ ଦର୍ଶନ ମଧ୍ୟ ମନରେ ଶାନ୍ତି ଶୃଙ୍ଖଳା ସହିତ ଧାଡ଼ିରେ ଯାଇ ଦର୍ଶନ କଲୁ ବାବାଙ୍କୁ। କିନ୍ତୁ ଏଠି ପୂଜା ଏବଂ ଭୋଗ ଏସବୁ ଟିକେ ଅଧିକ ଦାମରେ ଦେବାକୁ ପଡ଼େ। ସେଇଟା ଆଗରୁ ମଧ୍ୟ ଅଛି, ଏବେ ମଧ୍ୟ ଚାଲିଛି, କିନ୍ତୁ ତା ଉପରେ କୌଣସି କଟକଣା ନାହିଁ। ଆଉ ଏସବୁ ଆପଣମାନେ ଭିଡ଼ିଓ ଦେଖିବେ, ଯେଉଁ ଜୋତା ଷ୍ଟାଣ୍ଡ ଆଉ ଦୀପ ଦୋକାନ ଏବଂ ବିଭିନ୍ନ ପ୍ରକାର ଜାଗା ସବୁ। ଆଉ ବାବାଙ୍କ ଚାରିପଟ ବଢ଼ିଆ ସୁନ୍ଦର ପୋଖରୀ ଅଛି। ଆଉ ବାବା ତ ହେଉଛନ୍ତି ଡାକହାକ ଦେବତା। ଯାହା ମାଗିଲେ ବାବାଙ୍କୁ ମିଳିଯାଏ। ସମସ୍ତ କୁଆଡ଼ୁ ଆମର ବାହାର ଦେଶରୁ ଲୋକ ଆସିକି ବାବାଙ୍କୁ ଦର୍ଶନ କରନ୍ତି, ପୂଜାପାଠ କରିଥାନ୍ତି। ତେଣୁ ଇଏ ହେଉଛି ସେଇ ବାବାଙ୍କ ଦର୍ଶନୀୟ ସ୍ଥାନ। ଦେଖିବାକୁ ସବୁବେଳେ ଲୋକାଟରେ ଥାଏ। ଆଉ ଇଏ ସେଇ ପୁରୀ ମନ୍ଦିର ଠାରୁ ମାତ୍ର ପଛକୁ 2 କିଲୋମିଟର 3 କିଲୋମିଟର ଗଲେ ଏଇ ବାବା ଲୋକନାଥ ମନ୍ଦିର ପଡ଼େ। ଜଗନ୍ନାଥ ମନ୍ଦିର ପଛକୁ ଗଲା ପରେ। ତେଣୁ ବାବାଙ୍କ ମହିମା ବା କ'ଣ କହିବା। ତେଣୁ ଯେକୌଣସି ବ୍ୟାଧି, ଯେକୌଣସି ଅସୁବିଧା ବାବା ଦୂର କରିବାରେ ସକ୍ଷମ ଏବଂ ବାବା ତତ୍କ୍ଷଣାତ୍ ତାହା ପୂରଣ କରିଥାନ୍ତି। ଏବଂ ବାବାଙ୍କର ଯେଉଁ ଲିଙ୍ଗ ଅଛି, ତାହା ଯେଉଁ ପଙ୍କୋଦ୍ଧାର ଏକାଦଶୀ ଅଛି, ସେ ପଙ୍କୋଦ୍ଧାର ଏକାଦଶୀରେ ହିଁ ବାବାଙ୍କର ଲିଙ୍ଗକୁ ଦର୍ଶନ ମିଳେ। ଅନ୍ୟ କୌଣସି ସମୟରେ ବାବାଙ୍କର ଲିଙ୍ଗକୁ ଦର୍ଶନ ଆପଣ କରିପାରିବେ ନାହିଁ। ଯେତେବେଳେ ଯିବେ ଆପଣ ସେଇ ବେଲପତ୍ର ଫୁଲ, ଏବଂ ଏବେ ମଧ୍ୟ ମୁଁ ଦେଖିଲି ଯାହା ହେଉ ଆଗରେ ଗୋଟେ ବାବାଙ୍କର ସୁନ୍ଦର ଲିଙ୍ଗ ଏବଂ ରୂପାର ମୁକୁଟ ଶୋଭା ପାଉଛି। ଆଉ ଯେଉଁଟା ମନକୁ ଶାନ୍ତି ଦେଲା ବାବାଙ୍କର ଦର୍ଶନ କରି। ତେଣୁ ଆପଣମାନେ ମଧ୍ୟ ଆସନ୍ତୁ ଏହି ସ୍ଥାନକୁ, ଆଉ ବାବାଙ୍କ ଦର୍ଶନ କରନ୍ତୁ ଏବଂ ସାନ୍ନିଧ୍ୟ ଲାଭ କରନ୍ତୁ ନିହାତି। ଆଉ ଭଲ ଦର୍ଶନୀୟ ସ୍ଥାନ। କେତେ କୁଆଡ଼େ ତ ପଇସା ଯାଉଛି। ତେଣୁ ପଇସା ପାଇଁ ଡରିଲେ ହେବ ନାହିଁ। ବାବାଙ୍କ ଦର୍ଶନ କରନ୍ତୁ ଆଉ ନିହାତି ନିଜର ଯାହା ଅସୁବିଧା ଅଛି ତାହା ବାବା ନିଶ୍ଚିତ ପୂର୍ଣ୍ଣ କରିବେ। ଏହା ହେଉଛି ମୋର ବିଶ୍ୱାସ। ତେଣୁ ଏଠି ମୋତେ ଟିକିଏ ଅସୁବିଧା କେଉଁ ଜାଗା ଲାଗିଲା ନା, ଏଠି ବହୁତ ଟିକେ ଯେଉଁ ଆମର ସବୁଠି ଏଠି ପଇସା ଦେବାକୁ ପଡ଼େ। ଯେଉଁ ଅଛି ଆମର ବାଇକ୍ ଥୋଇବେ, ବାଇକ୍ ଷ୍ଟାଣ୍ଡରେ ମଧ୍ୟ ସେଠି ପଇସା ଦେବାକୁ ପଡ଼େ। ଆଉ ଚପଲ ଷ୍ଟାଣ୍ଡରେ ମଧ୍ୟ ପଇସା ଦେବାକୁ ପଡ଼େ। ତା'ମାନେ ଆପଣ ବାହାରେ ଯେଉଁ ଚପଲ ଥୋଉଛନ୍ତି, ସେଠି ଚପଲ ଦୋକାନୀମାନେ ଆପଣଙ୍କ ଚପଲକୁ ଇଆଡ଼େ ସିଆଡ଼େ ଫୋପାଡ଼ି ଦେବେ। ତେଣୁ ସେମାନେ ବାଧ୍ୟ କରନ୍ତି ଏକ ପ୍ରକାର ଯେ ନାଇଁ, ଆମେ
ଆମ ଦୋକାନରେ ହିଁ ରଖ। ତେଣୁ ଏଇଟା ଟିକେ ମୋତେ ଭଲ ଲାଗିଲା ନାହିଁ। ଆଉ ନହେଲେ ବାବାଙ୍କ ଜାଗା ସବୁ ସୁନ୍ଦର ପରିବେଶ ଆଉ ଭଲ ଜାଗା ନିଶ୍ଚିତ ରୂପେ ମନକୁ ଆପଣମାନଙ୍କ ଛୁଇଁବ। ରଖୁଛି। ଭିଡ଼ିଓଟି ଭଲ ଲାଗିଲେ ସାଙ୍ଗମାନେ ଲାଇକ୍ ସେୟାର କମେଣ୍ଟ କରିବେ ଏବଂ ନିଶ୍ଚିତ ଏଇ ପୁରୀ ବାବା ଲୋକନାଥଙ୍କ ଜାଗାକୁ ଆସନ୍ତୁ ଏବଂ ଦର୍ଶନ କରନ୍ତୁ ଏବଂ ବାବାଙ୍କ ସାନ୍ନିଧ୍ୟ ଲାଭ କରନ୍ତୁ। ରଖୁଛି। ପୁଣି ଦେଖା ହେବା ଆଉ ଗୋଟିଏ ସୁନ୍ଦର ଭିଡ଼ିଓରେ ଆଉ ସୁନ୍ଦର ସ୍ଥାନକୁ ନେଇ। ବାବାଙ୍କ ପାଖରେ ଜାଗରରେ ବହୁତ ଭିଡ଼ ହୋଇଥାଏ।